ବର୍ତ୍ତମାନ ଆମେ ଡାଇନାମିକ୍ ସ୍ପାଇନାଲ୍ ଟ୍ୱିଷ୍ଟ ବା ଗତ୍ୟାତ୍ମକ ମେରୁ ବକ୍ରାସନର ଅଭ୍ୟାସ କରିବାକୁ ଯାଉଛେ। ଏହା ପବନ ମୁକ୍ତାସନ ସିରିଜ 3ର ଗୋଟେ ଅତି ଉଚ୍ଚ କୋଟିର ବ୍ୟାୟାମ। ଏହାଦ୍ୱାରା ଆମର ଅଣ୍ଟାର ଶିଥିଳ ହୁଏ, ଅଣ୍ଟା ଫ୍ଲେକ୍ସିବୁଲ୍ ହୁଏ ଏବଂ ଅଣ୍ଟା ପାଖର ମେଦ କମେ, ଶରୀର ସନ୍ତୁଳିତ ରହେ, ସୁନ୍ଦର ରହେ। ତା ସହିତ ଆମର ପରିପାକ କ୍ରିୟା, ପ୍ରଜୋଜନ କ୍ରିୟା ଏବଂ ରେଚନ କ୍ରିୟା ଭଲ ଭାବରେ ହୁଏ। ତେଣୁ ବର୍ତ୍ତମାନ ଆମେ ସାବର ଶ୍ରୀକ୍ଷେତ୍ର ସଂସ୍କୃତ ବିଦ୍ୟାପୀଠ ଯୋଗ ଶ୍ରେଣୀରେ ଅଭ୍ୟାସ କରିବାକୁ ଯାଉଛୁ। ଡାଇନାମିକ୍ ସ୍ପାଇନାଲ୍ ଟ୍ୱିଷ୍ଟ ବା ଗତ୍ୟାତ୍ମକ ମେରୁ ବକ୍ରାସନ। ଦୁଇ ଗୋଡ଼କୁ ସିଧା କରି ବସନ୍ତୁ, ଦୁଇ ପାଦ ଯୋଡ଼ି, ଦୁଇ ଗୋଡ଼ ସିଧା କରି ବସନ୍ତୁ, ଦୁଇ ପାଦ ଯୋଡ଼ିକିରି ବସନ୍ତୁ ଏବଂ ହାତ ପଛ ପାଖକୁ ରହିବ, ଶରୀରର ଭାର ହାତ ଉପରେ ରହିବ। ବର୍ତ୍ତମାନ ଦୁଇ ଗୋଡ଼କୁ, ଦୁଇ ପାଦକୁ 2 ଫୁଟ ବ୍ୟବଧାନ କରନ୍ତୁ। ଆଣ୍ଠୁ ସିଧା ରହିବ, ଆଣ୍ଠୁ ସିଧା ରହିବ, ଦୁଇ ପାଦ ଭିତରେ ବ୍ୟବଧାନ 2 ଫୁଟ ରହିବ। ବର୍ତ୍ତମାନ ଦୁଇ ହାତକୁ ଉଠାନ୍ତୁ, ଦୁଇ ହାତକୁ ଭୂମି ସହିତ ସମାନ୍ତର କରିକି ଏକ ସରଳ ରେଖାରେ ଉଠାନ୍ତୁ। ଇଏ ହେଲା ବେସ୍ ପୋଜିସନ୍ ବା ପ୍ରାରମ୍ଭିକ ସ୍ଥିତି। ଏହି ସ୍ଥିତିରୁ ବର୍ତ୍ତମାନ ଏହି ସ୍ଥିତିରେ ସାମାନ୍ୟ ଶ୍ୱାସକ୍ରିୟା। ତାପରେ ଆମେ ବର୍ତ୍ତମାନ ଷ୍ଟାର୍ଟ କରିବା। ଶ୍ୱାସ ଛାଡ଼ିବା ସମୟରେ ଶ୍ୱାସ ଛାଡ଼ନ୍ତୁ ଏବଂ ବାମକୁ ମୋଡ଼ନ୍ତୁ। ଡାହାଣ ହାତରେ ବାମ ଗୋଡ଼ର ବୃଦ୍ଧାଙ୍ଗୁଳିକୁ ସ୍ପର୍ଶ କରନ୍ତୁ। ତାପରେ ବେସ୍ ପୋଜିସନ୍କୁ ଆସିଯାଆନ୍ତୁ ଶ୍ୱାସ ନେଇ। ତାପରେ ପୁଣି ଶ୍ୱାସ ଛାଡ଼ିବା ସମୟରେ ଅନ୍ୟ ହାତରେ ବିପରୀତ ପାଦର ବୃଦ୍ଧାଙ୍ଗୁଳିକୁ ସ୍ପର୍ଶ କରନ୍ତୁ। ତାପରେ ବେସ୍ ପୋଜିସନ୍, ଶ୍ୱାସ ଛାଡ଼ିଲା ବେଳେ ଟଚ୍ କରନ୍ତୁ। ତାପରେ ଶ୍ୱାସ ନିଅନ୍ତୁ, ତାପରେ ଶ୍ୱାସ ଛାଡ଼ନ୍ତୁ, ନିଅନ୍ତୁ ବେସ୍ ପୋଜିସନ୍। ଏଇଭଳି କରନ୍ତୁ। ଯେଉଁ ହାତ ଆଙ୍ଗୁଠି ତାର ବିପରୀତ ପାଦର ବୃଦ୍ଧାଙ୍ଗୁଳିକୁ ସ୍ପର୍ଶ କରନ୍ତୁ। ଏଇଭଳି 10 ଥର କରନ୍ତୁ। ଗତ୍ୟାତ୍ମକ ମେରୁ ବକ୍ରାସନ, ଡାଇନାମିକ୍ ସ୍ପାଇନାଲ୍ ଟ୍ୱିଷ୍ଟ। ଯେଉଁମାନଙ୍କର ମେଦ ସମସ୍ୟା ଅଛି, ଯେଉଁମାନଙ୍କର ପୃଥୁଳତା ଅଛି, ସେମାନଙ୍କ ପାଇଁ ଏହି ବ୍ୟାୟାମ ଅତ୍ୟନ୍ତ ଆବଶ୍ୟକ। ଏହା ଅନ୍ତତଃ 20 ଥର ଯଦି 3ଟି ସେଟ୍ କରାଯାଏ ତାହେଲେ ମଧ୍ୟ ପେଟର ଚର୍ବି କମିଯାଏ। ଏହା ବହୁ ପରୀକ୍ଷିତ, ଆକୁ ଅଭ୍ୟାସ କରାଯାଇପାରେ। ଶ୍ୱାସକ୍ରିୟା, ବୁଲିଲା ବେଳେ ଶ୍ୱାସ ଛାଡ଼ିବେ ଏବଂ ହାତ ସିଧା ହେଲା ବେଳେ ଶ୍ୱାସ ନେବେ। ବର୍ତ୍ତମାନ ଠିକ୍ ପୋଜିସନ୍କୁ ଆସିଯାଆନ୍ତୁ। ଦୁଇ ଗୋଡ଼କୁ ମିଶାଇ ଦିଅନ୍ତୁ, ହାତ ପଛ ପାଖକୁ ରଖନ୍ତୁ, ରଖି ବିଶ୍ରାମ ପୋଜିସନ୍କୁ ଆସନ୍ତୁ ଏବଂ ନର୍ମାଲ୍, ସହଜ, ସାଧାରଣ, ସ୍ୱାଭାବିକ ଶ୍ୱାସକ୍ରିୟା, ଶରୀର ଯେଉଁଭଳି ଭାବରେ ଶ୍ୱାସକ୍ରିୟା ଦରକାର କରୁଛି ସେଇଭଳି ଶ୍ୱାସକ୍ରିୟା କରନ୍ତୁ।